मस्त ହେଇଛି ଚିଙ୍ଗୁଡ଼ି ପକୋଡ଼ାଟା। ହ୍ୟାଲୋ ହାଇ ଫ୍ରେଣ୍ଡ ନମସ୍ତେ ଭଲ ରହନ୍ତୁ ସମସ୍ତେ ହରିଶ ନାୟକ ବ୍ଲଗକୁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ ଗୋଟେ ନୂଆ ଭିଡ଼ିଓ ନେଇକି ଆସିଛି ଆପଣମାନଙ୍କ ପାଇଁ ଆପଣମାନେ ଚାଲନ୍ତୁ ଦେଖିବା କ'ଣ ଆଜି ଭିଡ଼ିଓ ନେଇକି ଆସିଛି ଆପଣମାନେ ଦେଖନ୍ତୁ ଏନ୍ଜୟ କରନ୍ତୁ ଲାଇକ୍ ଆଉ ସେୟାର ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଆଉ ଦେଖନ୍ତୁ ଆଜି କ'ଣ ମୁଁ ନେଇକି ଆସିଛି ଦେଖନ୍ତୁ ସକାଳୁ ସକାଳୁ ଯାଇକି କ'ଣ ନେଇକି ଆସିଛି। ସକାଳୁ ସକାଳୁ ଯାଇକି ମୁଁ ଚିଙ୍ଗୁଡ଼ି ନେଇକି ଆସିଛି। ଏବେ ଆମେ ତିଆରି କରିବା ଚିଙ୍ଗୁଡ଼ିରେ ଚିଙ୍ଗୁଡ଼ି କ'ଣ ରେସିପି ହବ ଆଉ ଦେଖିବା କେମିତି କ'ଣ ହଉଛି ନ ହଉଛି ଆପଣମାନେ ମାନେ ଭିଡ଼ିଓଟି ଦେଖନ୍ତୁ। ଏବେ ଆମେ ଚିଙ୍ଗୁଡ଼ିଟାକୁ ଭଲ ଭାବରେ ତାକୁ ମାନେ ପୁରା ଫ୍ରେଶ୍ କରିକି ଛଡ଼େଇଦେବା ପୁରା କିଛି ରହିବନି ତାର ଯେଉଁ ଚୋପା ଫୋପା ସବୁ ପୁରା ଭଲ ଭାବରେ ତାର ଯେଉଁ ଖୋଳଟା ଅଛି ଭଲ ଭାବରେ ତାକୁ ଛଡ଼େଇ ଦେଇକି ଫ୍ରେଶ୍ କରିଦେବା। ଫ୍ରେଶ୍ କରିସାରିଲା ପରେ ତାକୁ ଗରମ ପାଣିରେ ଭଲ ଭାବରେ ଫୁଟେଇଦେବା। ଗରମ ପାଣିରେ ଫୁଟେଇଦେଲେ କ'ଣ ହବ ନା ଯେଉଁ ସେମାନେ ଯେଉଁ ଏସବୁ ମେଡ଼ିସିନ ଖାଇକି ମାନେ ଖାଇଲେ ଦେହ ଖରାପ ହେବ ତେଣୁ ତାକୁ ଗରମ ପାଣିରେ ଫୁଟିଦେଲେ ଯେଉଁ ମେଡ଼ିସିନ ଅଂଶଟା ସେ ସବୁ ବାହାରି ଆସିବ ମାନେ ଫୁଟିଗଲା ପରେ ସେ ପାଣିଟା ବାହାରି ଆସିବ। ତାପରେ ତାକୁ ମାନେ ଯାହା କରିବା କଥା କରିବା ଆଗେ କିନ୍ତୁ ଗରମ ପାଣିରେ ନିହାତି ଫୁଟେଇବା ନିହାତି ଦରକାର। ଚାଲନ୍ତୁ ଏବେ ଯିବା ଚିଙ୍ଗୁଡ଼ି ଛଡ଼େଇବା ପାଇଁ ଚାଲ। ଏବେ ଆମର ଚିଙ୍ଗୁଡ଼ି ଛଡ଼େଇବା ପ୍ରକ୍ରିୟା ଆରମ୍ଭ ହେଇଗଲା। ଦେଖନ୍ତୁ ମୁଁ ଚିଙ୍ଗୁଡ଼ି ଛଡ଼ଉଛି ଏକା ଟିକେ ଅସୁବିଧା ହେଉଛି ମାନେ ଏକା ଧର ଚିଙ୍ଗୁଡ଼ି ଛଡ଼େଇମି ମୁଁ ମୋବାଇଲ ହାତରେ ଧରୁଛି ଚିଙ୍ଗୁଡ଼ି ଛଡ଼େଇବି କେମିତି ସେଥିପାଇଁ ଟିକେ ଅସୁବିଧା ହେଉଛି ଭିଡ଼ିଓରେ ଟିକେ ଫାଷ୍ଟ ଟିକେ କିଛି ପ୍ରୋବ୍ଲେମ୍ ହେବ କିଛି ସରଞ୍ଜାମ ନାହିଁ ତେଣୁକରି କିଛିଟା ଅସୁବିଧା ହେଉଛି ତଥାପି ମୁଁ ବହୁତ ଚେଷ୍ଟା କରୁଛି ଭିଡ଼ିଓଟିକୁ ଭଲ କରିବା ପାଇଁ। ଦେଖନ୍ତୁ ମୁଁ ଏବେ ଚିଙ୍ଗୁଡ଼ି ଛଡ଼େଇବି ତ ମାନେ ଭିଡ଼ିଓଟି କରିବା ପାଇଁ କେତେ ମେହନତ କରିବା ପାଇଁ ପଡ଼ୁଛି ଏକୁଟିଆ ବଡ଼ ଅସୁବିଧା। ଦେଖନ୍ତୁ ଫ୍ରେଶ୍ କରିଦେବା ଏଭଳିଆ ଚିଙ୍ଗୁଡ଼ିଟାକୁ ଭଲ ଭାବରେ ତାକୁ ଛଡ଼େଇଦେବା ତାପରେ ମାଡ଼ି ଚାଲ ମାନେ ଛଡ଼େଇକି ଖାଲି ଖାଲି ତାକୁ ଧୋଇବି ଯାଇକି ଫ୍ରେଶ୍ ହେଇଯିବ। ଦେଖନ୍ତୁ ଚିଙ୍ଗୁଡ଼ି ପୁରା ଛଡ଼େଇ ଦେଇଛି ଦେଖନ୍ତୁ ଚିଙ୍ଗୁଡ଼ି ଛଡ଼ା ହେଇଛି ଦେଖନ୍ତୁ ଏଇଟା ତାର ଚୋପା ଅଛି ଏଇଟା ଚିଙ୍ଗୁଡ଼ି ଛଡ଼େଇ ଦେଇଛି। ଚିଙ୍ଗୁଡ଼ି ଛଡ଼େଇ ସାରିଲା ପରେ ଦେଖନ୍ତୁ ମୁଁ ଭାତଟା ବସିଛି ଭାତଟା ବି ହେଇଗଲାଣି ଭାତ ବି ହେଇଗଲାଣି। ଏବେ ଯାଉଛି ଚିଙ୍ଗୁଡ଼ିଟା ମାନେ ଭଲ ଭାବରେ ଫ୍ରେଶ୍ କରିକି ତାକୁ ଧୋଇ ଆଣିବି। ଧୋଇ ସାରିଲା ପରେ ଆପଣମାନେ ଦେଖନ୍ତୁ କଣ୍ଟିନ୍ୟୁ ଦେଖିବେ ଭିଡ଼ିଓ ଟୋଟାଲି କ୍ଲିକ୍ କରିବେନି ଭିଡ଼ିଓଟି ଦେଖିଲେ ଯାଇକି ଜାଣିପାରିବେ କେମିତି କ'ଣ ପଡ଼ିଲା କ'ଣ ନାହିଁ ପଡ଼ିଲା ନ ପଡ଼ିଲା ସେଇଟା ପୁରା ଦେଖିପାରିବେ। ଭିଡ଼ିଓଟି କ୍ଲିକ୍ କରିଦେଲେ କ'ଣ କିଛି ଜାଣିପାରିବେନି ଆପଣମାନେ ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ତ ସାଙ୍ଗମାନେ ଦେଖନ୍ତୁ କ'ଣ ପଡ଼ୁଛି ଚିଙ୍ଗୁଡ଼ିରେ ଦେଖନ୍ତୁ ମୁଁ ପକଉଛି କ'ଣ ମସଲା ପକଉଛି ଆଡ଼୍ କରୁଛି ତା ସହିତ ଆପଣମାନେ ବି ଦେଖନ୍ତୁ ଭଲ ଭାବରେ ଦେଖିବେ ଟୋଟାଲି ପୁରା ଫୋକସ୍ ଚିଙ୍ଗୁଡ଼ି ଉପରେ ଦେବେ ପୁରା ଫୋକସ୍ ଚିଙ୍ଗୁଡ଼ି ଉପରେ ଦେବେ ନିହାତି ଦେବେ ଫୋକସ୍ ନ ଭୁଲ ହେଇଯିବେ। ଦେଖନ୍ତୁ କ'ଣ ପଡ଼ିବ ଆଉ ସେଥିରେ ମୁଁ ଆଡ଼୍ କରିଛି ଫାଷ୍ଟ ପ୍ରଥମେ ଦେଇଛି ଲୁଣ ଦେଇଛି ଲୁଣ ଦେଇ ସାରିଲା ପରେ କିଛି ଲଙ୍କାଗୁଣ୍ଡ ମାନେ ଯେତିକି ଆପଣ ଖାଇପାରିବେ ସେଇ ହିସାବରେ ଲଙ୍କାଗୁଣ୍ଡ ଦେବେ। ଲଙ୍କାଗୁଣ୍ଡ ଦେଇ ସାରିଲା ପରେ କିଛି ଜିରା ଗୁଣ୍ଡ ଦେଇଛି ଜିରା ଗୁଣ୍ଡ ଦେଇ ସାରିଲା ପରେ ଗୋଲମରିଚ ଗୁଣ୍ଡ ବି କିଛି ଦେଇଛି ତା ସହିତ ମୁଁ ଅଦା ଆଉ ରସୁଣ ପେଷ୍ଟଟା ମଧ୍ୟ ଦେଇଛି। ୟା ପରେ ଆପଣ କ'ଣ ଦେବେ ୟା ପରେ ଆପଣ କର୍ଣ୍ଣଫ୍ଲାୱାର ପାଉଡ଼ରଟା ଦେବେ ଟିକେ ଯେତିକି ଦରକାର କର୍ଣ୍ଣଫ୍ଲାୱାର ପାଉଡ଼ର ଦେବେ ଆପଣମାନେ। କର୍ଣ୍ଣଫ୍ଲାୱାର ପାଉଡ଼ର ମୁଁ ଦେଇଦେଲି ତାପରେ ଦେବା ଆମେ ବେସନ ଟିକେ ସେଥିରେ ପକେଇବା ବେସନଟା ଦେଲେ ଭଲ ହେବ। ଦେଖନ୍ତୁ ବେସନଟା ଆମେ ଜରିରେ ମୁଁ ନେଇକି ଆସିଛି ବେସନଟା ଟିକେ ଦେଇଦେବା। ବେସନଟା ଦେଇସାରିଲା ପରେ ଆମେ ସେଥିରେ ହେଉଛି ଆମର ଅଣ୍ଡା ଫଟେଇକି ସେଥିରେ ଦେବା। ମୁଁ ପକେଇଦେବି ଗୋଟେ ହାତରେ ତ ଫଟେଇ ପାରିବିନି ଆପଣ ଟିକେ ଖାଲି ମୁଁ ଛୁରୀରେ ମୁଁ ଏବେ ଅଣ୍ଡାଟାକୁ ଫଟେଇ ଦେଇଛି ଦେଖନ୍ତୁ ଅଣ୍ଡାଟାକୁ ମୁଁ ଫଟେଇକି ଭଲ ଭାବରେ ମୁଁ ଦେଖନ୍ତୁ ୟାକୁ ମାନେ ଅଣ୍ଡାଟା ପକେଇ ସାରିଲା ପରେ ୟାକୁ ଭଲ ଭାବରେ ତାକୁ ଗୋଳେଇ ଦେବା। ହଁ ପକେଇଲି ଅଣ୍ଡାଟାକୁ ଭଲସେ ତାକୁ ଗୋଳେଇକି ମାନେ ଫେଣ୍ଟି ଦେବେ ଫେଣ୍ଟି ସାରିଲା ପରେ କିଛି ସମୟ ପାଇଁ ରଖିଦେବେ କିଛି ସମୟ ମାନେ 5-10 ମିନିଟ୍ 15 ମିନିଟ୍ ପାଖାପାଖି ରଖିଦେବେ। ଗୋଳେଇ ସାରିଲା ପରେ ଦେଖନ୍ତୁ ଦରକାର ପଡ଼ିଲେ ଆଉ ଟିକେ ଦେବେ ବେସନ ଏଇଭଳିଆ ଗୋଳେଇ ଦେବେ। ଭଲ ଭାବରେ ମସଲାଟାକୁ ମିକ୍ସ କରିଦେବେ ଭଲ ଭାବରେ ମସଲାଟାକୁ ପୁରା ମିକ୍ସ କରିସାରିଲା ପରେ କିଛି ସମୟ 5-10 ମିନିଟ୍ ରଖିଦେବେ। ଦେଖନ୍ତୁ ମୁଁ ରଖିଦେଲି ଭଲ ଭାବରେ ଗୋଳେଇଦେଲି ଦେଖନ୍ତୁ ଭଲ ଭାବରେ ଗୋଳେଇଦେଲି ଭଲ ଭାବରେ ଗୋଳେଇ ସାରିଲା ପରେ ମୁଁ ଏବେ 5-10 ମିନିଟ୍ ମୁଁ ୟାକୁ ରଖିଦେବି 5-10 ମିନିଟ୍ ରଖି ସାରିଲା ପରେ ଯାଇକି ଯାହା କରିବା କଥା କରିବେ ଆପଣ ଦେଖନ୍ତୁ ଆଗକୁ ଦେଖନ୍ତୁ। ତ ସାଙ୍ଗମାନେ ଦେଖୁଛନ୍ତି ଏଇ ବ୍ରେଡ଼ଟା ମୁଁ ଆଣିନି ଏଇ ବ୍ରେଡ଼ଟା ଆଣିକି ୟାକୁ ଭଲ ଭାବରେ ଗୁଣ୍ଡ କରିଦେବେ। ଗ୍ରାଇଣ୍ଡର ତ ନାହିଁ ମୋ ପାଖରେ ଗ୍ରାଇଣ୍ଡର ରହିଥିଲେ ମାନେ ଭଲ ହେଇଥାନ୍ତା ମାନେ ଇଏ କରିବା ପାଇଁ ତେଣୁକରି ମୁଁ ଗ୍ରାଇଣ୍ଡର ତ ନାହିଁ ହାତରେ ତାକୁ ମୁଁ ଭଲ ଭାବରେ ମୁଁ ତାକୁ ଗୁଣ୍ଡ କରିଦେବି। ଦେଖନ୍ତୁ
ତ ବର୍ତ୍ତମାନ ଆମେ ଭଲ ଭାବରେ ପୁରା ମାନେ ଯୋଉ ପାଉଁରୁଟିଟା ଆଣିଥିଲି ପୁରା ଭଲ ଭାବରେ ପୁରା ପୁରା ଗୁଣ୍ଡ ଗୁଣ୍ଡ କରିଦେଇଛି। ତଥାପି ଆହୁରି ରହିଯାଇଛି ହାତରେ ହଉନି। ଗ୍ରାଇଣ୍ଡର ହେଇଥିଲେ ଭଲ ହେଇଥାନ୍ତା। ଦେଖନ୍ତୁ କୋଉ ଭଳିଆ ମୁଁ ଗୁଣ୍ଡ କରିଦେଇଛି ଦେଖନ୍ତୁ। ପୁରା ଗୁଣ୍ଡ କରିଦେବି। ପୁରା ଗୁଣ୍ଡ କରିଦେଇକି କଣ କଲା ସେ ପୁରା କାଟିକି ମତେ ଖାଇବା। ଏ ପାଉଁରୁଟି ତାକୁ ପୁରା ଭଲ ଭାବରେ ପାଲି କରିଦେଲେ। ଏବେ ଦେଖିବା ଆମର ଯୋଉ ଚିଙ୍ଗୁଡିଟାକୁ ଢଙ୍କିଥିଲେ ଥାଳିଟା ମାନେ ହେଇଗଲାଣି 10 ମିନିଟ୍ ପାଖାପାଖି ହେଇଗଲାଣି। ତାକୁ ଆମେ ଆଣିକି ମାନେ ଦେଖନ୍ତୁ କଣ କରୁଛି ଦେଖନ୍ତୁ। ଦେଖିବା ପାଖାପାଖି ହେଇଗଲାଣି ତାପରେ ଥାଳିଟାକୁ ଏଇଠି ରଖିଦେଲେ। ରଖି ସାରିଲା ପରେ ଏଇ ଜିନିଷଟାକୁ ଆମେ ଏଇଠିକି ଆଣିଲେ। ସବୁ ଜିନିଷ ସରଞ୍ଜାମ ହେଇସାରିଲା ପରେ କଢେଇ ବସେଇବା ତେଲ ପକେଇବା ତାପରେ ଦେଖନ୍ତୁ ଇଏ ଏଭଳିଆ ତାକୁ ଭଲ ଭାବରେ ତାକୁ ମେଲେଇ ଦେଲେ ଭଲ ହବ। ଆହୁରି ଗୋଟେ ଜିନିଷ ଦରକାର ୟାର ହଉଛି ଷ୍ଟିକ୍ ଦରକାର ନିହାତି। ଷ୍ଟିକ୍ ହେଲେ ଯେ ମାନେ କଣ ହବ ନା ଭଲ ହବ। ଷ୍ଟିକରେ ମାନେ ଦେଖିବା ପାଇଁ ବି ଭଲ ଲାଗିବ ସହ ଲାଗିବ। ତେଣୁକରି ଷ୍ଟିକ୍ ତ ମୋ ପାଖରେ ନାହିଁ। ତେଣୁକରି ମାନେ ସେଇଭଳିଆ ଇଏ କରିକି ଛାଡ଼ିବି। ଆପଣ ଦେଖନ୍ତୁ ଏଇଭଳିଆ ନେଲେ ଏଇଭଳିଆ ଚିଙ୍ଗୁଡିଟା ନେଲେ ଗୋଳେଇକି ଭଲ ଭାବରେ ତାକୁ ଏଇଟାରେ ମିଶେଇ ଦେଲେ। ଦେଖନ୍ତୁ ମିଶେଇ ଦେଇକି ଏଇଭଳିଆ ଲାଇନ କରି ରଖିଦେଲେ। ଏଇ ଯୋଉ ମସଲାଟା ଅଛି ମସଲାଟାକୁ ଭଲ ଭାବରେ ଦେଇଦେବେ। ବାରଟା ଚିଙ୍ଗୁଡି ବେଶୀ ନାହିଁ। ଚିଙ୍ଗୁଡି ଏଇଭଳିଆ କରିକି ପୁରା ନାଦି ଦେଲେ ମୁଁ କୋଉଠୁ ଆସିଛି କହିଲେ ଫରେନରୁ ଆସିଛି। ଏଇ ରୋଷେଇଟା ମୁଁ ଫରେନରୁ ଯାଇକି ଶିଖିଥିଲି। ମୁଁ ଯାଇଥିଲି 50 ବର୍ଷ ତଳେ ମୁଁ ଯାଇଥିଲି। ସତରେ 50 ବର୍ଷ ତଳେ ଯାଇଥିଲି ମୁଁ ଶିଖିବା ପାଇଁ। ଏ ଟ୍ରିପଟା ମୋ ପାଖରୁ ଶିଖନ୍ତୁ। ଯୋଉମାନେ ଶିଖିନାହାନ୍ତି ମୋ ପାଖରୁ ଶିଖନ୍ତୁ। ଦୁନିଆରେ ଜଣେ ଗୋଟେ ଭଲ ରୋଷେଇଆ ହବ। ମୋ ପାଖରୁ ଯିଏ ଶିଖିବ ସିଏ ଭଲ ରୋଷେଇଆ ଗୋଟେ ହବ। ହଁ ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ସରି ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା। ଚିଙ୍ଗୁଡି ପକୋଡା ରେଡି ହେଇଗଲାଣି। ଆଉ ମାତ୍ର 2ଟା ରହିଛି। ପୁରା ଖାଇବ ପୁରା ଭାଟି ବସି ଆଉ ପୁରା ଏଇଭଳିଆ ଗୋଟେ ଗୋଟେ କରିକି ଦେଖନ୍ତୁ ପୁରା ଇଏ କରିସାରିଲେଣି। ଦେଖନ୍ତୁ ଏତିକ ବାକି ରହିଗଲା। ମସଲା ବି ରହିଗଲା। ଏତିକ ହେଇ ମୁଁ ଛଡେଇ ଦେଇଛି ଦେଖନ୍ତୁ। ରଖିଛି। ପୁରା ଏଇଭଳିଆ କରିକି ମାନେ ଗୋଟେ ଗୋଟେ ସାଇଜ କରିକି ଭଲ ଭାବରେ ରଖିଦେବେ। ଇଏ ସାଇଜ କରିସାରିଲା ପରେ ମାନେ କଢେଇ ବସେଇଦେବେ। କଢେଇ ବସେଇକି ତେଲ ଛାଡିଦେବେ। ତାପରେ ତେଲ ପୁରା ଟକଟକିଆ ପୁରା ଫୁଟି ଯାଉଥିବ। ତାପରେ ୟାକୁ ଛାଡିଦେବେ। ତାପରେ ମଜାଟା ଆପଣ ମାନେ ଦେଖିବେ ଖାଇଲେ ଜାଣିପାରିବେନି କି କଣ କଲା ସେ ହେଇଲୋ ହେଇଲୋ ଚିଙ୍ଗୁଡି ଆସିଗଲା ଚିଙ୍ଗୁଡି ଆସିଗଲା ଚିଙ୍ଗୁଡି ଆସିଲା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ସୋରିଷ ତେଲ ଦେଇଛି। ଆଉ ସୋରିଷ ତେଲ ପୁରା ଫୁଟିଗଲା ଆସିଲା ପରେ ଏଇଗୁଡା ଗୋଟେ ଗୋଟେ କରିକି ତା ଦେହରେ ଛାଣିବା। ତାପରେ ହେଇଯିବ ଚିଙ୍ଗୁଡି ପକୋଡା। ଚିଙ୍ଗୁଡି ସାଥେ ଚିଙ୍ଗୁଡି ସାଥେ ବେସନର ଚୋରି ଚୋରି ଝଗଡା ଚାଲିଛି। ବିଚରା ଚିଙ୍ଗୁଡି କହୁଛି ଖାଲି ବିଚରା ଚିଙ୍ଗୁଡି କହୁଛି ଖାଲି ମତେ ଆଜି ପକୋଡା କରିଦବ କି? ଚିଙ୍ଗୁଡି ସାଥେ ଦେବୁ ଆଜି ଭାତ ଖାଇଦବ। ଚିଙ୍ଗୁଡି ଖାଲି ମୋ ଉପରେ ରାଗୁଛି। ଆଜି ଚିଙ୍ଗୁଡି ପିସ୍ 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 ଖାଇଦବା। ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା ଚିଙ୍ଗୁଡି ପକୋଡା। ଦେଖନ୍ତୁ କେମିତି କଣ ହଉଛି। ପୁରା ନ୍ୟୁ ଷ୍ଟାଇଲର ନ୍ୟୁ ରେସିପି ନ୍ୟୁ ରୁଷିଆ ଫରେନର ରୁଷିଆ। ଦେଖନ୍ତୁ ନୂଆ ରୋଷେଇଆ ହାତରୁ ଥରେ ଖାଇକି ଦେଖନ୍ତୁ କେମିତି କଣ ଲାଗୁଛି। ଆପଣମାନଙ୍କୁ ଯଦି ମାନେ ଲୋଭ ଲାଗୁଛି ତୁରନ୍ତ ଚାଲି ଯାଆନ୍ତୁ ମାଛ ମାର୍କେଟ। ମାଛ ମାର୍କେଟ ଚିଙ୍ଗୁଡି ନେଇ ଆସିବେ। ଚିଙ୍ଗୁଡି ନେଇ ଆସିକି ଏଇଭଳିଆ ଆଇଟମ ରେସିପି କହିଥିଲି କଣ ପକେଇ ଦେଇକି ଫଟାଫଟ ଛାଡ଼ିଦେବି। ମଜା ନିଅନ୍ତୁ ଭରପୁର ମଜା ନିଅନ୍ତୁ ଅପୂର୍ବ ଆନନ୍ଦ। ତେଲ ବର୍ତ୍ତମାନ ଗରମ ହେଇ ଆସିଲାଣି। ଆମେ ଚିଙ୍ଗୁଡି ଛଡେଇବା ପାଇଁ ପ୍ରସ୍ତୁତି ପୁରା ଜୋରଦାର ଲାଗି ପଡିছে। ପୁରା ଚିଙ୍ଗୁଡି ଦଣ୍ଡା କରି ଛାଡି ଯୋଉ ମଜା ତେଲ ପୁରା ଗରମ ହେଇକି ଆସିଲା। ଟକ୍ ଟକ୍ କରି ଫୁଟିଲାଣି। ଆଉ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ଆପଣମାନେ ନିହାତି ଲାଇକ୍ ସେୟାର ସବସ୍କ୍ରାଇବ ମଧ୍ୟ କରିଦିଅନ୍ତୁ। କମେଣ୍ଟ ମାଧ୍ୟମରେ ଜଣାନ୍ତୁ କେମିତି ଲାଗିଲା କଣ କଣ ପଡ଼ିବ କଣ ନାହିଁ। ନା ଯଦି ଭୁଲି ଯାଇଥିଲେ ତାହେଲେ ମୁଁ କମେଣ୍ଟ ମାଧ୍ୟମରେ ମୁଁ ନିହାତି ଉତ୍ତର ଦେବି। ଆପଣଙ୍କ ଉତ୍ତର ନିହାତି କମ୍ପଲସରି ଦେବି। ଆଉ ଭୁଲି ଯିବେନି ସବସ୍କ୍ରାଇବ କରିବା ପାଇଁ ଟୋଟାଲ ଯେ ଆପଣ ଯଦି ନୂଆ କରି ମୋ ଭିଡ଼ିଓ ଦେଖୁଛନ୍ତି ନିହାତି ଆପଣ ମାନେ ସବସ୍କ୍ରାଇବ କରନ୍ତୁ। ସବସ୍କ୍ରାଇବ କରିଦେଲେ ଯାହାକୁ ଯେ ଭିଡ଼ିଓ ମୁଁ ପକେଇବି ଆପଣ ପ୍ରଥମେ ଦେଖିପାରିବେ। ବର୍ତ୍ତମାନ ତେଲ ଗରମ ହେଇଛି। ଆପଣ ମାନେ ଦେଖନ୍ତୁ କେମିତି କଣ ଛାଡୁଛି। ଆପଣ ମାନେ ଦେଖନ୍ତୁ ମଜା ନିଅନ୍ତୁ ଅପୂର୍ବ ଆନନ୍ଦ ଆସିବ। ଏଇ ତ ନାଞ୍ଜ ପଟରୁ ଧରିବେ। ନାଞ୍ଜ ପଟରୁ ଏଇଭଳିଆ ଧରିଲେ ଏଇଭଳିଆ କରିକି ଛାଡ଼ିଦେଲେ।
ଛୁରୀରେ ଟିକେ ତେଲ ଏଗୁଡ଼ା ଛାଡ଼ିଦେଲେ ଦେଖନ୍ତୁ এইଭଳିଆ ପୁରା ଗୋଟେ କରିକି ପିସ୍ ପୁରା ପକେଇଦେବେ ତାପରେ ନଙ୍ଘା ଖାଲି ପାଟିରୁ ଖାଲି ଲାଳ ଗଡ଼ିଯାଇଛି ଦର୍ଶକ ବନ୍ଧୁ ଲାଳ ଗଡ଼ୁଛି ଲାଳ ଟୋଟାଲ ଗଡ଼ାନ୍ତୁନି ନାଇଁ ହେଇପାରିବନି। এইଭଳିଆ ଗୋଟେ କରିକି ଉଲ୍ଟି ଦେବେ ଦେଖନ୍ତୁ ପକୋଡ଼ାଟା କ'ଣ ହେଲାନି ଏଇଭଳିଆ ଗୋଟେ କରିକି ଛାଡ଼ିଦେବେ ଛାଡ଼ି ସାରିଲା ପରେ ପୁରା ଦେଖିବେ ପୁରା ତା ମାନେ କଲର୍ ହେଇ ଆସିବ ବ୍ରାଉନ୍ କଲର୍ଠୁ ଆଉ ଟିକେ ମାନେ ଆଉ ଟିକେ ହାଲୁକା ମାନେ କଲର୍ ହେଇ ଆସିବ ହେଇସାରିଲା ପରେ ଆପଣ ତାକୁ ଉଠେଇଦେବେ ଏରକମ ଗୋଟେ ତ ବର୍ତ୍ତମାନ ଚିଙ୍ଗୁଡ଼ି ପକୋଡ଼ା ରେଡ଼ି ଦେଖନ୍ତୁ ପକୋଡ଼ା ପୁରା ଫୁଲ୍ ରେଡ଼ି। ତ ସାଙ୍ଗମାନେ ଆମେ ଚିଙ୍ଗୁଡ଼ି ପକୋଡ଼ା ମୁଁ ଆପଣଙ୍କୁ କହିଥିଲି ଚିଙ୍ଗୁଡ଼ି ପକୋଡ଼ା ଖାଇବା ଚିଙ୍ଗୁଡ଼ି ପକୋଡ଼ା ଖାଇସାରିଲା ପରେ ଆପଣ ଦେଖିବା କ'ଣ କେମିତି ହେଇଛି ଦେଖନ୍ତୁ। ଷ୍ଟିକ୍ ରହିଥିଲେ ଦେଖିବା ପାଇଁ ଭଲ ହେଇଥାନ୍ତା ଷ୍ଟିକ୍ ତ ନାହିଁ ଆଉ କ'ଣ କରିବା। Beautiful, so beautiful. I like it. Harish. I like it, Harish Russia. लाजवाब है, दिल में घंटा बजना लगा। चिंगुड़ी पकड़ाटा केमती नागिला आपण माने वीडियोटी देखि सारा पर आपन जदि भल लगे ताने कमेंट माध्यम रे निहाती जणेबे आ लाइक शेयर सब्सक्राइब करिया पे जम्मारू भूलेबेनी। आपण जदि मो वीडियोटी नुआ करी देखुचंती सब्सक्राइब करंतु जेहेतु मैं जेकोसी मो वीडियो पकेले आपण मैंने फास्ट नोटिफिकेशन आपको पड़े आपण मैंने देखिपारे मो वीडियोटी। रोची जय जगन्नाथ जय श्री राम।